ସବୁ ବହିରେ ଭୁଲ ମାଳମାଳ। ଆଉ ଏଇଟା କ'ଣ ଚିନ୍ତା କରିବାର ବେଳ? ମୁଁ ଯେଉଁ ପ୍ରଶ୍ନ ପଚାରିଲି ସେ ପ୍ରଶ୍ନ ଭିତରେ ଗୋଟେ ମୁଁ ଶବ୍ଦ ବ୍ୟବହାର କଲି, ସେଇଟା ହେଉଛି ଚିନ୍ତା। ଏଇ ଭିଡ଼ିଓରେ ଆମେ ଆଲୋଚନା କରିବା ସେଇ ଚିନ୍ତା ବା କ୍ରିଟିକାଲ ଥିଙ୍କିଂ। ଆମେ ଯେତେବେଳେ ଛୋଟ ଛୁଆ ଥିଲେ, ସ୍କୁଲରେ ପଢ଼ୁଥିଲେ, ସେହି ସମୟରେ ପଢ଼ିକିରି ଯେଉଁ ମନେ ରଖିବାର ଦୁଇଟା ତାରିକା ଥିଲା। ଗୋଟେ ଥିଲା କେନିଂ, ଆଉ ଗୋଟେ ଥିଲା କ୍ରାମିଂ। କେନିଂ ମାନେ ମାଡ଼ ଛାଟ, କ୍ରାମିଂ ମାନେ ଘୋଷିକିରି ମନେ ରଖିବା। କ'ଣ ସବୁ ଆମେ ଘୋଷୁଥିଲେ? ପଣିକିଆ, ପ୍ରାର୍ଥନା, ପଦ୍ୟ, ଗଦ୍ୟ, କୌଣସି ଘଟଣା, କୌଣସି ବ୍ୟକ୍ତିର ନାଁ, ଏସବୁ। ଆଉ ଯେଉଁମାନେ ଇଂଲିଶ ମିଡ଼ିୟମରେ ପଢ଼ୁଥିଲେ ସେମାନେ ସବୁ ରାଇମ୍କୁ ଘୋଷି ପକାଉଥିଲେ। ଜନି ଜନି ୟେସ୍ ପାପା, ଇଟିଂ ସୁଗର ନୋ ପାପା, ଟୁଇଙ୍କଲ ଟୁଇଙ୍କଲ ଲିଟଲ ଷ୍ଟାର, ହାଉ ଆଇ ୱାଣ୍ଡର ହ୍ୱାଟ୍ ୟୁ ଆର୍, ଏମିତି ସବୁ ସେମାନେ ମଧ୍ୟ ଘୋଷୁଥିଲେ। ଯେଉଁମାନେ ବେଦକୁ ଘୋଷୁଥିଲେ, କେଉଁଠି? ମଠରେ ଯାଇକିରି ସେମାନେ ଘୋରି ବାଟିକିରି ପୁରା ପାଣି କରିଦେଉଥିଲେ, ପିଇ ଯାଉଥିଲେ ପୁରା। କିଛି ମୁସଲମାନ ପିଲା ସେମାନେ ମଦ୍ରାସାରେ ଯାଇକି କୋରାନକୁ ମଧ୍ୟ ଘୋଷି ବାଟିକିରି ପିଇ ଯାଉଥିଲେ ପୁରା। ଦେଖୁଥିବେ କେମିତି ଘୋଷୁଛନ୍ତି ମୁଣ୍ଡକୁ ହଲେଇକିରି ହଲେଇକିରି। ଯଦି କେତେବେଳେ କାହା ଘରକୁ ଗେଷ୍ଟ ଆସୁଥିଲେ, ବାପା ମା ମାନେ ତାଙ୍କ ପୁଅ ବା ଝିଅକୁ ଡାକିକି ପଚାରୁଥିଲେ ଯେ ତୋର 20 କପଣିକା ହେଇଯାଇଛି, 25 କପଣିକା କହିପାରିବୁ, ଇତ୍ୟାଦି ଇତ୍ୟାଦି। ମାନେ ଯଦି ଜଣେ 25 କପଣିକା କହିଦେଉଛି ତାହେଲେ ବାପା ମା ମାନେ ଭାବୁଥିଲେ ଯେ ତାଙ୍କ ପୁଅ ବା ଝିଅ ଭାରି ବ୍ରିଲିଆଣ୍ଟ। କିନ୍ତୁ ଏବେ 25 କପଣିକା କ'ଣ ଘୋଷିକି ମନେ ରଖିବା ଦରକାର? ଆପଣ 25 କୋଟିର ପଣିକିଆ ପଚାରୁନାହାନ୍ତି ଏଆଇ ବା ଗୁଗୁଲକୁ, ଗୋଟେ ସେକେଣ୍ଡରେ ସେ ଆପଣଙ୍କୁ କହିଦେବ। ତେଣୁ କାହିଁକି ଘୋଷିବେ? ଘୋଷିବାର ଆବଶ୍ୟକତା ନାହିଁ। ଏଇ କଥାକୁ ଭାରତ ସରକାର ବହୁତ ଦିନ ପରେ ଅନୁଭବ କଲେ। ତେଣୁ ସେ କ'ଣ କଲେ? ନ୍ୟୁ ଏଜୁକେସନ ପଲିସି ଆଣିଲେ 2020। ସେଥିରେ ଘୋଷିବା ଛାଡ଼ିକିରି ଏଇ କ୍ରିଟିକାଲ ଥିଙ୍କିଂ କଥା କୁହାଗଲା। ଆଉ ଏଇ କ୍ରିଟିକାଲ ଥିଙ୍କିଂ ପାଇଁ ଆସିଲା କ'ଣ? FLN, ଛୋଟ ପିଲାମାନଙ୍କ ପାଇଁ। FLN ଶୁଣିଛନ୍ତି ତ? ଫାଉଣ୍ଡେସନାଲ ଲିଟରେସି ନ୍ୟୁମେରେସି। ତାମାନେ ଗୋଟେ ପିଲା ଯେତେବେଳେ ଷ୍ଟାଣ୍ଡାର୍ଡ 3 ପର୍ଯ୍ୟନ୍ତ ଆସିବ, ସେତେବେଳକୁ ସିଏ ସବୁ ପଦ୍ୟ, ଗଦ୍ୟ, ପାରାଗ୍ରାଫ, ବିଷୟ ସିଏ ଲେଖିପାରୁଥିବ, ପଢ଼ିପାରୁଥିବ, କହିପାରୁଥିବ, ବୁଝିପାରୁଥିବ, ବୁଝାଇ ପାରୁଥିବ। ମୁଁ ଯେଉଁ ଲାଷ୍ଟ ଦୁଇଟା କହିଲି, ବୁଝିପାରୁଥିବ, ବୁଝାଇ ପାରୁଥିବ, ଏଇଥିରେ ତାର କ୍ରିଟିକାଲ ଥିଙ୍କିଂ ଅଛି। ବୁଝିଲେ ତ? ଆଉ ନ୍ୟୁମେରେସି, ସିଏ ଆଉ ବ୍ଲାକବୋର୍ଡରେ ସେ ଖାଲି ସଂଖ୍ୟାକରୁ ସଂଖ୍ୟାକ ମିଶେଇବ ବା ଫେଡ଼ିବ, ସେଇଟା ନୁହଁ। ସେ କ୍ଲାସ ରୁମ୍ରେ ଆକ୍ଟିଭିଟି ବେସ୍ ଲର୍ଣ୍ଣିଂ କରିବ। ବାହାରେ ଜଙ୍ଗଲରେ, ପାର୍କରେ, ଦୋକାନରେ, ବଜାରରେ, ସବୁଠି ସେ ଜାଣିବ ମୋଟା ପତଳା, ବଡ଼ ସାନ, ବେଶୀ କମ୍, ମିଶେଇବା ଫେଡ଼ିବା, ଏସବୁ ଗୁଡ଼ା ଶିଖିବ। ଏଇ ଜିନିଷଟା ଫ୍ରାନ୍ସରେ ଅଛି, ଜର୍ମାନୀରେ ଅଛି, ଜାପାନରେ ଅଛି, ଫିନଲାଣ୍ଡରେ ଅଛି। ସବୁ ଜାଗାରେ ଏଇ କ୍ରିଟିକାଲ ଥିଙ୍କିଂ ପିଲାମାନଙ୍କ ଭିତରେ ରଖାଯାଇଛି। ଦେଖିବେ ଯେଉଁ ପିଲାମାନେ 10 ବର୍ଷ ହେଲା ବେଳକୁ ତାଙ୍କ ବ୍ରେନ୍ଟା ଡେଭଲପ୍ କରିଯାଉଛି 85%। ତେଣୁ ସେଇ ପିରିୟଡ଼ ଭିତରେ ସେ ଯାହା ସବୁ ଶିଖିଯାଇଥାନ୍ତି ସେଇଟା ପୁରା ତାଙ୍କର ମନେ ରହିଯାଇଥାଏ। ଯଦି ଠିକ୍ ଜିନିଷ ଶିଖିଲେ ମନେ ରହିଲା, ଭୁଲ ଜିନିଷ ଶିଖିଲେ ମଧ୍ୟ ମନେ ରହିଗଲା। ଯଦି ଏଇ ପିରିୟଡ଼ ଭିତରେ ସେମାନେ ସବୁ ଘୋଷିଥାନ୍ତି, ତାହେଲେ ତାଙ୍କର ଯେଉଁ ବ୍ରେନ୍ର ଯେଉଁ ଷ୍ଟୋରେଜ୍ ଅଛି, ପେନ୍ ଡ୍ରାଇଭ୍ରେ ଯେମିତି ଥାଏ, ସେ ପୁରା ଅକୁପାଇ କରିନେବ। ଆଉ କ୍ରିଟିକାଲ ଥିଙ୍କିଂ ପାଇଁ କିଛି ରହିବନି। ସେମାନେ ଘୋଷିକିରି ଧୀରେନ୍ଦ୍ର ଶାସ୍ତ୍ରୀ ହେବେ, ଅନିରୁଦ୍ଧ ଆଚାର୍ଯ୍ୟ ହେବେ, ସ୍ୱାମୀ ନିତ୍ୟାନନ୍ଦ ହେବେ, କି କେଉଁ ପ୍ରବଚକ ହେବେ, ଆଉ ଘୋଷିକି ଆସିକି ବାନ୍ତି କରିବେ। କିନ୍ତୁ ବୈଜ୍ଞାନିକଟେ ହେଇପାରିବେ ନାହିଁ। ତେଣୁ ପିଲାମାନଙ୍କ ଠାରେ ଯେଉଁ FLN ଅଣାଗଲା, ସେଇଟା କ୍ରିଟିକାଲ ଥିଙ୍କିଂ ଡେଭଲପ୍ କରିବା ପାଇଁ ଅଣାଗଲା। କିନ୍ତୁ ଟିଚରମାନଙ୍କ ପାଖରେ କ୍ରିଟିକାଲ ଥିଙ୍କିଂ ଅଛି ତ? ଯଦି ଥାଆନ୍ତା ତାହେଲେ ଏ ବିଭ୍ରାଟ ହେଲା କେମିତି? ଯେଉଁ ଟିଚରମାନେ ସେମାନେ ପ୍ରଶ୍ନ ପଚାରନ୍ତି କେବେ? ପିଲାମାନଙ୍କୁ କୁହନ୍ତି କେବେ ପ୍ରଶ୍ନ ପଚାର ବୋଲି? ସେ ପ୍ରକାର ଏନଭାୟରନମେଣ୍ଟ କ୍ଲାସରୁମ୍ରେ ତିଆରି କରନ୍ତି ନା।
ସେମାନେ ତ ବାବା ମାତାଙ୍କର ଭକ୍ତ, ସେମାନେ ତ ଡౌରିଆ ବାନ୍ଧନ୍ତି, ମୁଦି ଗ୍ରହ ପୂଜା ଏସବୁ କରନ୍ତି। ସେମାନେ ତ ତାଙ୍କର ବୈଜ୍ଞାନିକ ମାନସିକତା ନାହିଁ। ଆଉ ବୈଜ୍ଞାନିକ ମାନସିକତା ନଥିଲେ କ୍ରିଟିକାଲ ଥିଙ୍କିଂ କୁଆଡ଼ୁ ଆସିବ ଯେ? ଆଉ ସେମାନେ ତ ସବୁବେଳେ ବ୍ୟସ୍ତ କୋଉଥିରେ? SIR, ସେନ୍ସସ୍, ମିଡ୍ ଡେ ମିଲ୍ କିମ୍ବା BO ଅଫିସରେ ତାଙ୍କର ଇନକ୍ରିମେଣ୍ଟ, ଦରମା ଏସବୁ କାମରେ। ତେଣୁ କ୍ରିଟିକାଲ ଥିଙ୍କିଂ ଡେଭଲପ କରିବା ପାଇଁ ନା ତାଙ୍କର ଇଚ୍ଛା ଅଛି ନା ସୁଯୋଗ ଅଛି। ଆଉ କିଛି କିଛି ଶିକ୍ଷକ ଅଛନ୍ତି, ସେମାନେ ଭାବନ୍ତି ଏ ନାଚ ଗୀତ ଖେଳ କୁଦ ହେଲା କ୍ରିଟିକାଲ ଥିଙ୍କିଂ। ଆଉ କିଛି ଅଛନ୍ତି, ସେମାନେ କହୁଛନ୍ତି ରିଲ୍ କରୁଛନ୍ତି, ରିଲ୍ରେ ସେମାନେ ପପୁଲାର, ସେମାନେ କହୁଛନ୍ତି ଏଇଟା ହେଲା କ୍ରିଟିକାଲ ଥିଙ୍କିଂ। नो, ବୁଝିବା ଦରକାର। ଏଇଠି ଗୋଟେ ଜିନିଷ ମୁଁ କହି ରଖେ ଯେ FLN ର ଯୋଉ F ଟା ଭାରି ଇମ୍ପୋର୍ଟାଣ୍ଟ। F ମାନେ ଫାଉଣ୍ଡେସନ। ଘରର ଯେମିତି ମୂଳଦୁଆ ପଡ଼େ, ସେଥିପାଇଁ କ'ଣ ଦରକାର? ସିମେଣ୍ଟ, ରଡ୍, ବାଲି ଏସବୁ ଏଗୁଡ଼ା ହେଉଛି ଇନଗ୍ରିଡିଏଣ୍ଟସ୍, ମେଟେରିଆଲ୍ସ। ଏତିକିରେ କ'ଣ ମୂଳଦୁଆ ଷ୍ଟ୍ରଙ୍ଗ ହେଇଯାଏ? ନା, ଦରକାର ଜଣେ ଭଲ ମିସ୍ତ୍ରୀ। ଭଲ ମିସ୍ତ୍ରୀ ହେଲେ ମଧ୍ୟ କ'ଣ ମୂଳଦୁଆ ଷ୍ଟ୍ରଙ୍ଗ ହେଇଯିବ? ଭଲ ଜଣେ ଆର୍କିଟେକ୍ଟ ବା ଇଞ୍ଜିନିୟର, କାରଣ ତାର ଡିଜାଇନ, ତାର ପ୍ଲାନିଂ ଦରକାର। ଏଇ ତିନି ଜଣଙ୍କର ହେଲେ ଯାଇକରି ମୂଳଦୁଆ ଷ୍ଟ୍ରଙ୍ଗ ହବ। ଠିକ୍ ସେଇଭଳି ଏଇ ପାଠ କ୍ଷେତ୍ରରେ FLN କ୍ଷେତ୍ରରେ ଯୋଉ F ରହିଛି, ଏଥିପାଇଁ ତିନିଟା ଜିନିଷ ଷ୍ଟ୍ରଙ୍ଗ ହେବା ଦରକାର। ଗୋଟେ ହେଲା କରିକୁଲମ ମେଟେରିଆଲ୍ସ। ଦେଖିଲେ, ଭୁଲ ହିଁ ଭୁଲ ଚାରିଆଡ଼େ। ତାକୁ ଯିଏ ପଢ଼ିବ ସେ କେମିତି ବଢ଼ିବ, କେମିତି ଗଢ଼ି ହେବ ଚିନ୍ତା କରନ୍ତୁ। ତାପରେ ରହିଲା ଯେଉଁମାନେ ମିସ୍ତ୍ରୀ, ଆମ ଟିଚର ମାନେ, ମୁଁ ତ କହିଲି ସେମାନଙ୍କ ପାଖରେ ନା ଇଚ୍ଛା ଶକ୍ତି ଅଛି ନା କ୍ରିଟିକାଲ ଥିଙ୍କିଂ ନିଜର ବି ଅଛି। ଆଉ ବାକି ରହିଥିଲା ଯେଉଁମାନେ ଆମର ଇଞ୍ଜିନିୟର୍ସ, ଯେଉଁମାନେ ଡିଜାଇନ କରନ୍ତି, ପ୍ଲାନିଂ କରନ୍ତି, ସେମାନେ ଥିଲେ କରିକୁଲମ ଡେଭଲପର। ଏବେ କରିଥିଲେ ସେମାନେ, ତାଙ୍କର କ୍ରିଟିକାଲ ଥିଙ୍କିଂ ଲେଭେଲ କେତେ ଥିଲା ଏବେ ଜଣା ପଡ଼ିଗଲା। ତେଣୁ ଏବେ ଗୋଟେ ବଡ଼ ପ୍ରଶ୍ନ ବର୍ତ୍ତମାନ ଆସିଛି ଯେ ନ୍ୟୁ ଏଜୁକେସନ ପଲିସି ଏତେ ବର୍ଷ ପରେ ଆସିଲା, ପିଲାମାନଙ୍କର ଫାଉଣ୍ଡେସନକୁ ଗଢ଼ିବା ପାଇଁ, ସୁଦୃଢ଼ କରିବା ପାଇଁ, ସବଳ କରିବା ପାଇଁ ପ୍ରଥମ ବର୍ଷଟାରେ ଦୁର୍ବଳ କ'ଣ କରାଯିବ? ତେଣୁ ଆପଣ କୁହନ୍ତୁ ଯେ ଏଥିପାଇଁ ଦାୟୀ କିଏ? ଆପଣଙ୍କର ଉତ୍ତର ଅପେକ୍ଷାରେ। ଧନ୍ୟବାଦ, ନମସ୍କାର।